ମାନେ ମାଆଟେ ବିବାହ କରିଥିଲେ ସେ ଦୀକ୍ଷା ନେଇଥିଲେ ବହୁତ ଦିନରୁ ବିବାହ ପରେ ଯେତେବେଳେ ସେ ଆସିଲେ ତାଙ୍କ ସହିତ ଏମିତି କିଛି ଘଟିଛି ଯେଉଁଟାକି ସେ କେବେ ବି କାହା ଆଗରେ ପ୍ରକାଶ କରିପାରୁନାହାନ୍ତି। ଏମିତିକି ଶାଶୁ ଶ୍ୱଶୁର ଆଗେ ବି କହିପାରନ୍ତିନି ଯେ ମୋର କ'ଣ ଅସୁବିଧା କ'ଣ ସୁବିଧା, ଯେଉଁ କଥା ସେ କାହାକୁ କହିପାରନ୍ତିନି। ଏମିତିକି ବାପା ମାଆଙ୍କୁ ବି କହି ହୁଏନି। ବହୁ ମାନେ ଦୁଃଖ କଷ୍ଟରେ ସେ ସମୟ ଅତିବାହିତ କରନ୍ତି। ଶେଷରେ ସେ ଭାବିଲେ ଠାକୁରଙ୍କ ପାଖକୁ ଯିବେ। ଦୀକ୍ଷିତ ତ ସେ ବହୁ ଦିନ ପରେ ସେ କ'ଣ କରିଛନ୍ତି, ଠାକୁରଙ୍କ ପାଖକୁ ଯାଇଛନ୍ତି। ମାଆଙ୍କ ଠାକୁରଙ୍କ ପାଖକୁ ଯାଇକି ଯେତେବେଳେ ନିବେଦନ କରୁଛନ୍ତି, ମାନେ ଠାକୁରଙ୍କୁ ବହୁତ ଦୁଃଖ କଷ୍ଟ ଅଛି, କିନ୍ତୁ ପ୍ରକୃତ କଥାଟା ସେ ଖୋଲିକି ଠାକୁରଙ୍କୁ କହିପାରୁନାହାନ୍ତି। ସେ ତ ଦିବ୍ୟ ଦ୍ରଷ୍ଟା, ସେ ଅନ୍ତର୍ଯାମୀ ପୁରୁଷ, ସବୁର ମନ କଥା ହୃଦୟ କଥା ସେ ବୁଝିପାରନ୍ତି। ସେତେବେଳେ ଠାକୁର ତାକୁ କହିଛନ୍ତି, ମା ତମେ ବଡ଼ ମା ପାଖକୁ ଯାଅ, ବଡ଼ ବୋଉ ପାଖକୁ ଯାଅ, ସିଏ ତୁମର ସମାଧାନର ସୂତ୍ର ବାହାର କରିବେ। ସବୁ ସମାଧାନର ସୂତ୍ର ତାଙ୍କ ପାଖେ ଅଛି, ତମେ ସେଇଠି ଯାଅ। ସେତେବେଳେ ମାଆଟା ଆସୁଛନ୍ତି, ଯେତେବେଳେ ବଡ଼ ମାଆଙ୍କ ପାଖକୁ ଆସୁଛନ୍ତି ସେତେବେଳେ ସେ ଆହୁରି ଠାକୁର କହିଛନ୍ତି, ତମେ ଯାହା ତୁମର ଦୁଃଖ କଷ୍ଟ ମୋ ଆଗେ କହିପାରୁନ ସିନା, ବଡ଼ ବୋଉ ଆଗେ ତମେ ସବୁ ଖୋଲି କହିଦେବ। ଯେମିତି ସେ ନହେଲେ ସେ ଜାଣିବ କେମିତି। କିନ୍ତୁ ଯାଇକି ଯେତେବେଳେ ମାଆଙ୍କ ପାଖେ ପହଞ୍ଚିଛନ୍ତି, ମାଆଙ୍କୁ ପଚାରୁଛନ୍ତି କ'ଣ ହେଲା ସବୁ ବୋଲି। ନାଇଁ ଠାକୁର ପଠେଇଛନ୍ତି ମୋତେ, ଏମିତି ବହୁତ ଅସୁବିଧା। ସେତେବେଳେ ମାଆଙ୍କ ଆଗରେ ସେ ସବୁ ଖୋଲି କହୁଛନ୍ତି। ଯେତେବେଳେ ଖୋଲି କହୁଛନ୍ତି, ଯେତେବେଳେ ମାଆ କହୁଛନ୍ତି ଆଉ ତମର ଶାଶୁ ଶ୍ୱଶୁରଙ୍କୁ ଡାକ ଆଉ ବାପା ମାଆଙ୍କୁ ଡାକ, ତାପରେ ମୁଁ ଏ ବିଷୟ ମାନେ ଏଟା ସମାଧାନ କରିବା। ସେତେବେଳେ ସେ ମାଆ କ'ଣ କରିଛନ୍ତି, ଯାଇଛନ୍ତି ବହୁ କଷ୍ଟରେ ଶାଶୁ ଶ୍ୱଶୁରକୁ ବି ଧରି ଆସିଛନ୍ତି, ଆଉ ବାପା ମାଆଙ୍କୁ ବି ଧରିକି ଆସିଛନ୍ତି, ବଡ଼ ମାଆଙ୍କ ପାଖକୁ ଆସିଛନ୍ତି। ସେତେବେଳେ ବଡ଼ ମାଆ ନିଜେ ମୁହଁ ଖୋଲି କହୁଛନ୍ତି, ବାପା ମାଆଙ୍କୁ ଆଉ ଶାଶୁ ଶ୍ୱଶୁରଙ୍କୁ କହୁଛନ୍ତି, ଏ ଝିଅ ପାଇଁ ତମେ ବର ଖୋଜ। ମାନେ ସବୁ ଆଶ୍ଚର୍ଯ୍ୟ, ଗୋଟେ ବିବାହିତା ସ୍ତ୍ରୀ ଝିଅ ପାଇଁ କେମିତି ବର ଖୋଜିବାର କଥା କ'ଣ ମାଆ କହୁଛନ୍ତି। ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଇଯାଉଛନ୍ତି। ସେଇଠୁ ଆଉ ସେ ବର ଖୋଜ ଆଉ ତାର ପୁନର୍ବାର ତାର ବିବାହ କରାଯାଉଛି। ତାପରେ ବଡ଼ ମା ମାନେ ତାର ମାଆମାନଙ୍କୁ ଶାଶୁକୁ ବଡ଼ ମା ସବୁ କଥା କହୁଛନ୍ତି, ବଡ଼ ବୋଉ କହୁଛନ୍ତି। ତାପରେ ବଡ଼ ମା ଯେତେବେଳେ କହିଛନ୍ତି, ତାପରେ ଜଣାପଡ଼େ ଯେ ସେଇ ଯେଉଁ ଝିଅଟିକୁ ଯାହାକୁ ବିବାହ ହେଇଥିଲେ ସିଏ ଜଣେ ମାନେ ପୁରୁଷତ୍ୱହୀନ ସେ ଥିଲେ। ତେଣୁ ବହୁ ବର୍ଷ ଯେତେବେଳେ କଟିଯାଇଛି ମଧ୍ୟ ସେ ସବୁ କଥା ସେ କାହାକୁ କହି ନ ପାରୁଛନ୍ତି। ସେତେବେଳେ ଆସିଛନ୍ତି, ସେତେବେଳେ ଦେଖନ୍ତୁ ସେ ବି ବଡ଼ ମା ସେଠି ବି ସମାଧାନର ସୂତ୍ର ଦେଇଦେଲେ, ନାଇଁ ବିବାହ କର। ତାପରେ ବିବାହ ହେଇଛି, କହିଛନ୍ତି ବର ଖୋଜାରେ ମୁଁ ମଧ୍ୟ ସାହାଯ୍ୟ କରିବି। ତାପରେ ଶାଶୁ ଶ୍ୱଶୁର ମାନେ ମିଶି ଅର୍ଥନୈତିକ ସାହାଯ୍ୟ କରିବେ। ନହେଲେ ସମସ୍ତେ ଏଠି ଭାବନ୍ତି ଯେ କେମିତି ତା ସଂସାରରେ ତାର ଆଉ ଜୀବନରେ କ'ଣ ରହିଲା। ସେ ବିବାହ କରିବ, ଯଦି ସେଇଠି ରହିବ ତା ଜୀବନଟା ହନ୍ତସନ୍ତ ହେଇ ଚଳିଯିବ। ଯାହା ସେଠି ବି ତାର ଦୁଃଖ କଷ୍ଟର ମାର ଲାଘବ କରିଛନ୍ତି। ତେଣୁ ଅନ୍ତର ଦେଇ ଆମେ ଯଦି ଡାକିବା, ଆମ ଜୀବନର ଯେତେ ସବୁ ଦୁଃଖ କଷ୍ଟ ତାଙ୍କ ପାଦ ତଳେ ଅଜାଡ଼ି ଦେବା, ଆଉ ତାଙ୍କ କର୍ମରେ ଲିପ୍ତ ରହିବା, ସବୁ ତାଙ୍କର ଯେଉଁ ଜୀବନ ଦର୍ଶନକୁ ଅନୁସରଣ କରିବା, ସବୁ ନହେଲେ ବି ଟିକେ ଟିକେ ପାଳନ କରିବା, ଆମ ଜୀବନରେ ମଧ୍ୟ ଦୁଃଖ କଷ୍ଟ ହଟିଯିବ। ମାଙ୍କର ଆଶୀର୍ବାଦ, ଠାକୁରଙ୍କର ଆଶୀର୍ବାଦ ଆମ ପାଖରେ ରହିବ। ତାଙ୍କୁ ଜୀବନର କାଣ୍ଡା ରୂପେ ଗ୍ରହଣ କରି ଜୀବନକୁ ଧନ୍ୟ କରି ବନ୍ଦେ ପୁରୁଷୋତ୍ତମ।